ଦେଖନ୍ତୁ କଳାହାଣ୍ଡି ଓଡ଼ିଶାର ଦ୍ୱିତୀୟ ଭାତ ହାଣ୍ଡି। ଏଠି ପରିବେଶ ଆମର ଏଠି ସୃଷ୍ଟି ହେଉଛି କାହିଁକିନା ଆପଣଙ୍କ ଇକୋଲୋଜିକାଲି ବାଲାନ୍ସ ଅଛି। AQI ବହୁତ ଭଲ ଅଛି, ପରିବେଶଟା 50 ତଳକୁ ବି ଅଛି। ତ ସେ ଅନୁସାରେ କଳାହାଣ୍ଡିକୁ ଆମେ ଗୋଟେ ଆଇଡିଆଲ ହିସାବରେ ନେଇଛେ। ତ ଅନ୍ୟାନ୍ୟ ଆଜି ଆମେ ନର୍ସରୀକୁ ଆସିଥିଲୁ, ଦେଖିଲୁ ଏଠି କଳାହାଣ୍ଡିରୁ ବିଭିନ୍ନ ଅଞ୍ଚଳକୁ ବି ଆମର ଚାରା ସବୁ ସପ୍ଲାଏ ହୁଏ ଏବଂ ପରିବେଶର କେମିତି ଆମେ ସନ୍ତୁଳନ କରି ରଖିବା, ଇକୋଲୋଜିକାଲି ବାଲାନ୍ସ ରଖିବା, ସେଇଟା ବହୁତ ବଡ଼ କଥା। ଆପଣମାନେ ସମସ୍ତେ ଜାଣିଛନ୍ତି ଏବେ ଦୁନିଆରେ ଯେଉଁ ଟାଇପ୍ର ଆମର ଇମ୍ବାଲାନ୍ସ ହେଉଛି, ଚାଷବାସ ଅଧିକା କରିବା, ୱାଟର ବଡିଜ ଆମେ ପୁନରୁଦ୍ଧାର କରିବା ଏବଂ ଜଳ ଜଙ୍ଗଲ ଜନ୍ତୁମାନଙ୍କୁ ସୁରକ୍ଷା ଯଦି କରିବା, ନିଶ୍ଚିତ ଭାବରେ ଆଗ ଭଳିଆ 50 ବର୍ଷ ପୂର୍ବରୁ ଯେଉଁ ଟେମ୍ପରେଚର ଥିଲା, ଯେଉଁ ଟାଇପ୍ର ପରିବେଶ ଥିଲା, ସେଇଟା ଆମେ ପାଇବା। ସେଥିପାଇଁ ଜଙ୍ଗଲ ବିଭାଗ, ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ବିଭାଗ ବହୁତ ବଡ଼ ଡିପାର୍ଟମେଣ୍ଟ, ସମସ୍ତେ ମାନିବା କଥା। ଜଙ୍ଗଲଟାକୁ ଆମେ ନଷ୍ଟ କରିବାନି, ସେଇଟା ହିଁ ଜୀବନ, ସେଇଟା ହିଁ ଆମର ପରିବାର ବୋଲି ଭାବିବା। ପରିବେଶକୁ କେମିତି ଆମେ ସନ୍ତୁଳନ କରିବା, ମାନେ ହାତୀ ଆଉ ମଣିଷ ଭିତରେ ଯେଉଁ ସଂଘର୍ଷ ହେଉଛି, ସେ ହାତୀମାନଙ୍କୁ ଟ୍ରେନିଂ ଦେବା ପାଇଁ କୁମ୍କି ହାତୀ ଓଡ଼ିଶାରେ ଆଗ ଥିଲେ, ଆମର ଶିମିଳିପାଳରେ ସେମାନେ ଅଲରେଡ଼ି ମରିଯାଇଛନ୍ତି। ଜଙ୍ଗଲ ବିଭାଗ ଏବେ କୁମ୍କି ହାତୀକୁ ଆଣିକି ଯେଉଁ ହାତୀମାନେ ଆଗ୍ରେସିଭଲି ଇଆଡ଼େ ସିଆଡ଼େ ହେବେ ତାଙ୍କୁ ଟ୍ରେନିଂ କରିବା ଏବଂ ସୁରକ୍ଷିତ ରଖିବା ପାଇଁ ଆମେ କୁମ୍କି ଆଣିକି ଏଠି ଗୋଟେ ସେଣ୍ଟର ରଖାହେଇଛି। ଏଥିରେ ମାହାନ୍ତୁ ଆସିବ, କୁମ୍କି ହାତୀ ଆସିବ ଏବଂ ଅନ୍ୟାନ୍ୟ ହାତୀମାନଙ୍କୁ ଆଣିକି ଏଠି ଟ୍ରେନିଂ କରିବ।